ଭାରତର ପ୍ରସିଦ୍ଧ ରାମକଥା ମର୍ମଜ୍ଞ ମୋରାରୀ ବାପୁ ନ୍ୟୁୟର୍କରେ ପହଞ୍ଚି ଜାତିସଂଘର ମୁଖ୍ୟାଳୟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ କାହାଣୀ ଶୁଣାଇବେ। ଏହା ପ୍ରଥମ ଥର ହେବ ଯେତେବେଳେ ମୋରାରୀ ବାପୁ ମିଳିତ ଜାତିସଂଘରେ ରାମକଥା ଶୁଣାଇବେ। ସେ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ରାମକଥା ଶୁଣାଇ ସାରିଛନ୍ତି। 65 ବର୍ଷରୁ ଅଧିକ ସମୟ ଧରି ରାମକଥା ପାଠ କରୁଥିବା ମୋରାରୀ ବାପୁ କହିଛନ୍ତି, ଧାର୍ମିକ ତଥା ସାଂସ୍କୃତିକ ସୀମା ବାହାରେ ରାମଚରିତ ମାନସ ଏକ ବିଶ୍ୱସ୍ତରୀୟ ବାର୍ତ୍ତା ଦେଇଥାଏ। ନଅଦିନିଆ ପାଠର ଆରମ୍ଭ ପୂର୍ବରୁ ସେ କହିଛନ୍ତି, ମିଳିତ ଜାତିସଂଘରେ ରାମକଥାର ଆୟୋଜନ ଏକ ଐଶ୍ୱରୀୟ ଅନୁଗ୍ରହ ଓ ବିଶ୍ୱ ସମନ୍ୱୟ ଦିଗରେ ଏକ ପଦକ୍ଷେପ। ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଭାରତରେ ମିଳିତ ଜାତିସଂଘକୁ ମଧ୍ୟ ପ୍ରଶଂସା କରାଯାଉଛି। ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ରାମକଥା ପ୍ରଥମ ଥର ପାଇଁ ଆୟୋଜିତ ହେବ। 77 ବର୍ଷୀୟ ମୋରାରୀ ବାପୁ ଏହି ଘଟଣାକୁ ନିଜର ଏକ ସ୍ୱପ୍ନ ସାକାର ହୋଇଥିବା ବୋଲି ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଶ୍ରୀଲଙ୍କା, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, କେନିଆ, ବ୍ରିଟେନ, ଆମେରିକା, ବ୍ରାଜିଲ, ଅଷ୍ଟ୍ରେଲିଆ, ଇସ୍ରାଏଲ, ଜାପାନ ସମେତ ଅନେକ ସହର ଓ ତୀର୍ଥସ୍ଥାନରେ ରାମକଥା ଶୁଣାଇଛନ୍ତି। ସେ କହିଛନ୍ତି, ବିଶ୍ୱରେ ଶାନ୍ତି, ପ୍ରେମ, ସତ୍ୟ ପାଇଁ ଆମେ ସମସ୍ତେ ମିଳିତ ଭାବେ କାମ କରିବା ଆବଶ୍ୟକ। ବିଶେଷ କରି ପ୍ରିୟ ପୃଥିବୀରେ ଯାହାକୁ ଆମେ ବସୁଧୈବ କୁଟୁମ୍ବକମ୍ ବୋଲି କହିଥାଉ। ରାମକଥା ମାଧ୍ୟମରେ ଆମେ ଚରମ ଶାନ୍ତି ଓ ସୁସ୍ଥତା ପାଇଁ ପ୍ରାର୍ଥନା କରିବୁ। ଗୁଜରାଟର ବାସିନ୍ଦା ମୋରାରୀ ବାପୁ ରାମକଥା ମର୍ମଜ୍ଞମାନଙ୍କ ମଧ୍ୟରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏବେ ସୁଦ୍ଧା ସେ ଦେଶ ଓ ବିଶ୍ୱରେ ପ୍ରଭୁ ଶ୍ରୀରାମଙ୍କ ଜୀବନ କାହାଣୀକୁ 939 ଥର ଶୁଣାଇଛନ୍ତି। ଆମେରିକା ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏହା ତାଙ୍କର 940ତମ ରାମକଥାର ଆୟୋଜନ ହେବ।